ଆପଣ କେଉଁ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି? ସଂଯୋଗ ସମସ୍ୟା କିମ୍ବା ଧୀର ଇଣ୍ଟରନେଟ୍? ସଂଯୋଗ ସମସ୍ୟା। ଦୟାକରି ଆପଣଙ୍କ ପ୍ଲାନର ବୈଧତା ଯାଞ୍ଚ କରନ୍ତୁ। ବ୍ରଡବ୍ୟାଣ୍ଡ ସ୍ପିଡ୍ ଟେଷ୍ଟ। ସର୍ବପ୍ରଥମେ ଆପ୍ର ହୋମ୍ ସ୍କ୍ରିନ୍ର ଉପର ଡାହାଣ ପାର୍ଶ୍ୱରେ ଥିବା ପ୍ରୋଫାଇଲ୍ କିମ୍ବା ମେନୁ ଆଇକନ୍ରେ ଟାପ୍ କରନ୍ତୁ। ଏବେ ଖୋଲିଥିବା ମେନୁରୁ ବ୍ରଡବ୍ୟାଣ୍ଡ ସ୍ପିଡ୍ ଟେଷ୍ଟ ବିକଳ୍ପକୁ ଟାପ୍ କରନ୍ତୁ। ନିଜର ଇଣ୍ଟରନେଟ୍ ସ୍ପିଡ୍ ଯାଞ୍ଚ କରିବା ପାଇଁ ସ୍କ୍ରିନ୍ରେ ଦେଖାଯାଉଥିବା ଷ୍ଟାର୍ଟ ଟେଷ୍ଟ ବଟନରେ ଟାପ୍ କରନ୍ତୁ। କିଛି ସେକେଣ୍ଡ ମଧ୍ୟରେ ଆପଣଙ୍କ ଡାଉନଲୋଡ୍ ଏବଂ ଅପଲୋଡ୍ ସ୍ପିଡ୍ ସ୍କ୍ରିନ୍ରେ ଦେଖାଯିବ। ସମସ୍ୟା 1, ନେଟୱାର୍କ ଆସୁନାହିଁ। ପଦ୍ଧତି 1, ଯଦି ଆପଣଙ୍କ ଫୋନ୍ରେ ନେଟୱାର୍କ ଆସୁନାହିଁ, ତେବେ ପ୍ରଥମେ ଫୋନର କ୍ୱିକ୍ ସେଟିଂସ୍ ଖୋଲନ୍ତୁ। ସ୍କ୍ରିନ୍ର ଉପରୁ ତଳକୁ ସ୍ୱାଇପ୍ କରନ୍ତୁ। ଏଠାରେ ଥିବା ଫ୍ଲାଇଟ୍ ମୋଡ୍ କିମ୍ବା ଏୟାରପ୍ଲେନ୍ ମୋଡ୍ ଆଇକନ୍ରେ ଟାପ୍ କରି ଏହାକୁ ଚାଲୁ କରନ୍ତୁ। କିଛି ସେକେଣ୍ଡ ଅପେକ୍ଷା କରନ୍ତୁ। ତାପରେ ପୁଣି ଥରେ ସେହି ଆଇକନ୍ରେ ଟାପ୍ କରି ଫ୍ଲାଇଟ୍ ମୋଡ୍ ବନ୍ଦ କରନ୍ତୁ। ଏହାପରେ ନିଜର ନେଟୱାର୍କ ପୁଣିଥରେ ଯାଞ୍ଚ କରନ୍ତୁ। ପଦ୍ଧତି 2, ଦ୍ୱିତୀୟ ପଦ୍ଧତି ପାଇଁ ଫୋନର ସେଟିଂସ୍ ଖୋଲନ୍ତୁ ଏବଂ ମୋବାଇଲ ନେଟୱାର୍କ ଉପରେ ଟାପ୍ କରନ୍ତୁ। ତାପରେ ପ୍ରିଫର୍ଡ ନେଟୱାର୍କ ଟାଇପ୍ ବିକଳ୍ପରେ ଟାପ୍ କରନ୍ତୁ। ଏବେ ଉପଲବ୍ଧ ତାଲିକାରୁ ଉପଯୁକ୍ତ ନେଟୱାର୍କ ବାଛନ୍ତୁ। ସମସ୍ୟା 2, ନେଟୱାର୍କ ଧୀର ଚାଲୁଛି। ଅଭିଯୋଗ କିପରି କରିବେ? ଯଦି ଆପଣଙ୍କ ନେଟୱାର୍କ ଧୀରେ କାମ କରୁଛି, ତେବେ ହୋମ୍ ସ୍କ୍ରିନ୍ର ତଳେ ଥିବା ସପୋର୍ଟ ଆଇକନ୍ରେ ଟାପ୍ କରନ୍ତୁ। ଅଭିଯୋଗ ଫର୍ମରେ ନିଜର ରାଜ୍ୟ, ଜିଲ୍ଲା, ସହର ଏବଂ ଅଭିଯୋଗର ପ୍ରକାର ବାଛନ୍ତୁ। ତାପରେ ତଳେ ଥିବା ପ୍ରୋସିଡ୍ ବଟନରେ ଟାପ୍ କରନ୍ତୁ। ଆପଣଙ୍କ ଅଭିଯୋଗ ସଫଳତାର ସହିତ ଦାଖଲ ହୋଇଯାଇଛି। ଏହାର ସ୍ଥିତି ଜାଣିବା ପାଇଁ ଟ୍ରାକ୍ କମ୍ପ୍ଲେଣ୍ଟ ବଟନରେ ଟାପ୍ କରନ୍ତୁ। ଏଠାରେ ଆକାଉଣ୍ଟ ପ୍ରକାର ଉପରେ ଟାପ୍ କରି ଯେଉଁ ମୋବାଇଲ ନମ୍ବର ପାଇଁ ଅଭିଯୋଗ କରିଥିଲେ, ସେହି ନମ୍ବର ବାଛନ୍ତୁ। ଏବେ ଆପଣଙ୍କ ଅଭିଯୋଗର ସମ୍ପୂର୍ଣ୍ଣ ବିବରଣୀ ଦେଖାଯିବ। ସମସ୍ୟା 3, ବିଲ୍ ସମ୍ବନ୍ଧୀୟ ସମସ୍ୟା। ବିଲ୍ ସମ୍ବନ୍ଧୀୟ କୌଣସି ସମସ୍ୟା ପାଇଁ ହୋମ୍ ସ୍କ୍ରିନ୍ର ତଳେ ଥିବା ସପୋର୍ଟ ଆଇକନ୍ରେ ଟାପ୍ କରନ୍ତୁ। ଏଠାରେ ସେବା ପ୍ରକାର ଭାବେ ଲ୍ୟାଣ୍ଡଲାଇନ୍ ଏବଂ ଅଭିଯୋଗର ପ୍ରକାର ଭାବେ ବିଲିଂ ବାଛନ୍ତୁ। ଆବଶ୍ୟକ ସୂଚନା ଭରିବା ପରେ ପ୍ରୋସିଡ୍ ବଟନରେ ଟାପ୍ କରନ୍ତୁ। ଅଭିଯୋଗ ସଫଳତାର ସହିତ ଦାଖଲ ହେଲେ ଟ୍ରାକ୍ କମ୍ପ୍ଲେଣ୍ଟ ବଟନରେ ଟାପ୍ କରନ୍ତୁ।